नमस्कार जय जगन्नाथ स्वागत करुँची मोर आज गोटे नुआ मिनी ब्लॉग को। आज मत बहुत जोर से थंडा ज्वर होती कहीं काली वर्षार भिजी थी सकाठू ये मुझे किसी खाई नी भाविली दीपर कौन टे बन खाइमी जेहेतु स्वामी घरे खाइबे बाहर तो से भाविली चाउमिन बन खाइबे अधा खाई देते अधा थिला से गरम पानी टिके करके लुण आ तेल पकईकी बॉयल करने छाड़े देखला बेलू गैस ही ऑन करनी। ଏବେ ସମସ୍ତେ ଭାବୁଥିବେ ଦିନ ଦିପହରେ କିଏ ଚାଉମିନ ଖାଏ କିଏ ଖାଆନ୍ତିନି ବାକି ମୋତେ ଜ୍ୱର ଯେହେତୁ ମୋ ଦେହ ଭଲ ନାହିଁ ତ କ'ଣ ଖାଇବି ଭାତ ବି ଖାଇବା ପାଇଁ ଇଚ୍ଛା ହଉନି ଆଉ ରୁଟି ତ ବନେଇକି ଖାଇ ବି ପାରିବିନି କାହିଁକି ନା ତା ପାଇଁ ତରକାରୀ ବି ବନେଇବା ପାଇଁ ପଡ଼ିବ ସେଥିପାଇଁ ଚାଉମିନଟା ଏଇଠି ବନେଇ ଦେଇକି ଖାଉଥିଲି ଯେ ଖାଇପାରିଲିନି ଅଧା ରଖିଲି କାହିଁକି ନା ମୋ ଦେହଟା ଜମାରୁ ମୋତେ ଭଲ ଲାଗୁନି ମୁଣ୍ଡ ବହୁତ ଜୋରସେ ପେନ୍ କରୁଛି। ତାପରେ ମୁଁ ଏଠି ଶୋଇ ଯାଇଥିଲି ତ ସନ୍ଧ୍ୟାବେଳେ ଉଠିକି ଏଠି ଘର ଟିକେ ଝାଡ଼ୁ କରିଦେଇଥିଲି। ଝାଡ଼ୁ କରିସାରିଲା ପରେ ମୁଁ ଗଲି ସନ୍ଧ୍ୟା ଦେବା ପାଇଁ। ଆଉ ଦେଖନ୍ତୁ ମୋ ଆଖି କେମିତି ଲାଲ ପଡ଼ିଯାଇଛି ଆଉ ଦେହରେ ବହୁତ ହି ଜ୍ୱର ଥିଲା କାହିଁକିନା ମୋ ଜ୍ୱର ଟିକେ ବଢ଼ି ଯାଇଥିଲା ଦିପହରେ ଶୋଇ ସାରିଲା ପରେ। ତାପରେ ଏଠି ସନ୍ଧ୍ୟା ଦେଇକି ଆସିକି ଟିକେ ବସିଥିଲି ଯେହେତୁ ସନ୍ଧ୍ୟା ଟାଇମରେ ଶୋଇ ହେବନି ମୋତେ ଜମା ବି ଭଲ ଲାଗୁନଥିଲା। ତାପରେ ଏଇଠି ସ୍ୱାମୀ ଆସିଗଲେ ଆଉ ମୁଁ ତାଙ୍କ ପାଖରେ କାନ୍ଦିକି କହୁଥିଲି କି ମୋ ଦେହ ଜମାରୁ ବି ଭଲ ନାହିଁ ମୋତେ ବହୁତ ଜୋରସେ ଜ୍ୱର ଆଉ ମୁଁ ରାତିରେ କିଛି ରୋଷେଇ ପାଇଁ ବି ବନେଇ ନଥିଲି ଖାଇବା ତ ସିଏ କହିଲେ ଠିକ୍ ଅଛି ତୁ କାନ୍ଦିନି ମୁଁ ତୋ ପାଇଁ ଖାଇବା ନେଇ ଆସୁଛି ଆଉ ମୋ ପାଇଁ ବହୁତ ସାରା ଚକୋଲେଟ୍ ବି ଆଣିଥିଲେ ସିଏ ଖାଇବା ଆଣିବା ଭିତରେ ମୁଁ ଏଠି ବସିକି କଣ୍ଢେଇ ସହିତ ଖେଳୁଥିଲେ କେତେବେଳେ ତାକୁ ମାରି ଦେଉଥିଲେ କେତେବେଳେ ତାକୁ ଖୁନ୍ଦା ମାରୁଥିଲେ କେତେବେଳେ କ'ଣ କରୁଥିଲେ ଆଉ ଯେତେବେଳେ ଭଲ ପାଇବା ଆସିଲେ ତାକୁ କୁଣ୍ଡେଇକି ଧରିକି ବସି ଯାଉଥିଲେ। ତାପରେ ସେଇଠି ମୋ ପାଇଁ ନେଇ ଆସିଥିଲେ ରୁଟି ଆଉ ଡାଲ ତଡ଼କା ଆଉ ମୋତେ କହିଲେ କି ତୁ ନିଜେ ଖାନା ମୁଁ ତୋତେ ଖୁଆଇ ଦେଉଛି ଆଉ ମୋତେ ଖୁଆଇ ଦେଇକି କହୁଥିଲେ କି ଖାଇବା କେମିତି ଲାଗୁଛି ମୁଁ କହିଲି ହଁ ସେତେ ବି କିଛି ଖାସ୍ ଲାଗୁନଥିଲା ଯାହା ବି ଭଲ ଲାଗୁଲା ମୁଁ ଖାଇନେଲି। ତାପରେ ଏଇଠି ମୁଁ ମେଡ଼ିସିନ ବି ଖାଇ ନେଉଥିଲି କାହିଁକିନା ସେ ଆସିଲା ବେଳେ ମୋ ପାଇଁ ମେଡ଼ିସିନ ନେଇ ଆସିଲେ କାହିଁକିନା ମୋ ଜ୍ୱର ବହୁତ ବଢ଼ି ଯାଇଥିଲା। ଖାଇସାରିକି ମୁଁ ଏଇଠି ଶୋଇଲି ରହୁଛି ଜୟ ଜଗନ୍ନାଥ।